ଏହି କାହାଣୀଟି ହେଉଛି ମଣ୍ଡାପଦା ଗାଁର ସତ୍ୟ ଘଟଣା। ଗୋଟିଏ ଛୋଟ ଗାଁଟିଏ ଥିଲା। ଗାଁଟିର ନାମ ଥିଲା ମଣ୍ଡାପଦା। ଗାଁର ପାଖରେ ଥିଲା ଗୋଟିଏ ପୁରୁଣା ମାଠିଆ। ଲୋକମାନେ କହୁଥିଲେ ପୁରୁଣା କାଳରେ ବହୁତ ଘଟଣା ଘଟିଛି। ମାଠିଆର ପାଖରେ ଥିଲା ଜଳଭରା ଚାଷ ଜମି। ସେହି ପାଖରେ ଥିଲା ଗୋଟିଏ ମାଠିଆ, ଆଉ ତାକୁ ଛାୟା ଦେଉଥିଲା ଗୋଟିଏ ବଡ଼ ବୃକ୍ଷ। ଗଛରୁ ଝରୁଥିବା ପତ୍ର ଆଉ ମାଠିଆର ଶୂନ୍ୟତା ମିଶି ଏକ ଭୟଙ୍କର ଶବ୍ଦ ହେଉଥିଲା। ହେମନ୍ତ କେଶରୀ ସେହି ଗାଁର ପିଲା ଥିଲା। ସେ ମାଠିଆ ପାଖରେ ଛୋଟ କ୍ଷେତରେ ଚାଷ କାମ କରୁଥିଲା। ଦିନେ ହେମନ୍ତ କ୍ଷେତ କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲା। ସେ ଶୁଣିଲା ଗାଁବାସୀ ଲୋକେ କହୁଥିଲେ ମାଠିଆ ପାଖରେ ରାତିରେ ରହିବା ଭଲ ନୁହଁ, ସେଠାରୁ ଆସିବାର ମନେ ରଖିବା ନାହିଁ। କିନ୍ତୁ ହେମନ୍ତ ପ୍ରାୟ ଏହି ଅନୁଭୂତିକୁ ଅନୁଭବ କରୁନଥିଲେ। ତାଙ୍କର ପିତା ବୃଦ୍ଧ ହୋଇଯାଇଥିଲେ। ଯଦି ସେ କ୍ଷେତକୁ ଦେଖିବେ ନାହିଁ ତାହେଲେ ଦେଖିବ କିଏ? ଏକ ଅନ୍ଧାର ରାତି ଚନ୍ଦ୍ରଛାନ୍ଦ ମଧ୍ୟରେ ହୋଇ ଶରୀରକୁ ହାଲୁକା ପ୍ରଭା ଦେଉଥିଲା। ହେମନ୍ତ ଘରକୁ ଫେରୁଥିଲେ। ତାଙ୍କ କାନରେ ଗୋଟିଏ ମଧୁର ସ୍ୱର ଶୁଭିଲା। ନିସ୍ପନ୍ଦ ସ୍ୱର ହେଉଛି। ତାଙ୍କୁ ଲାଗିଲା ତାଙ୍କୁ କେହି ଡାକୁଛି। ହେମନ୍ତ ମାଠିଆକୁ ଦେଖିଲେ। ମାଠିଆ ପାଖରୁ ଧୂଳି ଉଡୁଛି। ମଧୁର ଗନ୍ଧ ଛାତିରେ ଅଜଣା ଭୟ ସୃଷ୍ଟି କରୁଛି। ସେ ଧୀରେ ଧୀରେ ନଜର ଆଗକୁ ବଢ଼ାଇଲେ। ମାଠିଆ ମଝିରେ ଏକ ପୁରୁଣା ପାଇପ୍ ଲୁହା ଭାଙ୍ଗି ଯାଇ ରହିଛି। ତାହାର ଚାରିପାଖେ ପଥର ଓ ମାଟିର ଧାର ରହିଛି। ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ହୃଦୟକୁ ଛୁଇଁ ଦେଉଥିବା କିଛି ଅନୁଭୂତି। ହେମନ୍ତ ଡରିଲେ ନାହିଁ। ତାଙ୍କର ଦୁଇ ଆଖି ଅନ୍ଧାର ଉଜ୍ଜ୍ୱଳ ମଧ୍ୟରୁ ଚମକିଲା। ତାହା ସମସ୍ତଙ୍କ ପାଇଁ ସାଧାରଣ ନଥିଲା। ମାଠିଆ ଭିତରୁ କିଛି ହସର ଛାୟା ଗୋପନ ଭାବରେ ଶୁଭୁଥିଲା, ଯାହା ହୃଦୟକୁ ଚିରକାଳୀନ ଭୟର ସୂଚନା ଦେଉଥିଲା। ମାଠିଆ ଭିତରୁ କିଛି ଗୀତ ଶୁଭୁଛି। ତାଙ୍କର କାନ୍ଦର ଏକ ଧ୍ୱନି ଛୁଆଙ୍କ ହସ ସହ ମିଶି ଯାଉଥିଲା। ହେମନ୍ତ ମାଠିଆକୁ ଦେଖିଲା। ଏଠାରେ କିଛି ନଥିଲା, କେବଳ ପତ୍ରପାତର ଶବ୍ଦ, ତରଙ୍ଗ ଓ ମାଟିର ଗନ୍ଧ। ତିନି ଛୋଟ ପଦ ଚାଲିଥିଲା। ରାତି ହଠାତ୍ ସ୍ଥିର ହେଲା। ତାଙ୍କର ମନେ ମନେ ଭାବିଲେ କାହାର ହସ, କାହାର ଗୀତ? ତାଙ୍କୁ ଏହାର ଉତ୍ତର ମିଳିଲା ନାହିଁ। କିନ୍ତୁ ଗାଁର ଜଣେ ବୃଦ୍ଧକ କହିଲେ ମାଠିଆରେ ଭୂତ ଥାଏ। ସେ ମାଠିଆ ହୃଦୟରେ ବସିଛି। ଯଦି ତୁମେ ତାଙ୍କୁ ଅପମାନ କରିବ, ସେ ତୁମ ମନରେ ଭୟ ବାନ୍ଧିଦେବ। ହେମନ୍ତ ଏହାକୁ ହସରେ ନେଲେ। କିନ୍ତୁ ରାତିରେ ହାଲୁକା ଉଜ୍ଜ୍ୱଳତାର ପବନ ବହିଲା। ଏହାର କଥା ସବୁଠାରୁ ଭିତରକୁ ମନରେ ପହଞ୍ଚିଗଲା। ସତରେ କ'ଣ ମାଠିଆ ଭୂତ ଅଛି? ଏହା ଦେଖିବା ପାଇଁ ପାର୍ଟ 2କୁ ଅପେକ୍ଷା କରନ୍ତୁ।